ମାନସିକ ପୂରଣ ପାଇଁ ମାଙ୍କ ପାଖରେ ଜିଭ କାଟିଦେଲେ ଭକ୍ତ। କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀଙ୍କ ମନ୍ଦିର ପ୍ରାଙ୍ଗଣରେ ଦେଖାଦେଇଛି ଏକ ଅଭାବନୀୟ ଘଟଣା। ମାନସିକ ପୂରଣ କରିବା ପାଇଁ ଜଣେ ଭକ୍ତ ଧାରୁଆ ବ୍ଲେଡରେ ନିଜ ଜିଭକୁ କାଟି ଦେଇଛନ୍ତି। ବ୍ୟକ୍ତି ଜଣଙ୍କ ଗଞ୍ଜାମ ଜିଲ୍ଲାର ବିଜୟ ପ୍ରଧାନ ବୋଲି ଜଣାପଡ଼ିଛି। ଅନ୍ଧବିଶ୍ୱାସରେ ବଶବର୍ତ୍ତୀ ହୋଇ ମା ତାରିଣୀଙ୍କ ପ୍ରିୟ ଭକ୍ତ ହୋଇଥିବା ବ୍ୟକ୍ତି ଜଣଙ୍କ ନିଜ ଜିଭ କାଟିଦେବା ଘଟଣା ଏ ଅଞ୍ଚଳରେ ଏକ ଚାଞ୍ଚଲ୍ୟ ଖେଳିଯାଇଛି। ବ୍ୟକ୍ତି ଜଣଙ୍କ ମା ତାରିଣୀଙ୍କ ପରମ ଭକ୍ତ ହୋଇଥିବା ଯୋଗୁଁ ସ୍ୱପ୍ନଦେଶ ପାଇ ନିଜ ଜିଭକୁ କାଟି ଦେଇଥିବା ଜଣାପଡ଼ୁଛି। କିନ୍ତୁ ଏହା ଆଜି କେତେଦୂର ସତ, ବ୍ୟକ୍ତି ଜଣକ ସୁସ୍ଥ ହେଲା ପରେ ସତ କ'ଣ ଜଣାପଡ଼ିବ। ବ୍ୟକ୍ତି ଜଣଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମନ୍ଦିର ପ୍ରାଙ୍ଗଣରେ ପଡ଼ିଥିବା ଦେଖି ମନ୍ଦିର କର୍ମଚାରୀ ତୁରନ୍ତ ଘଟଗାଁ ମେଡିକାଲରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ଘଟଗାଁ ପୋଲିସ ଏହାର ତଦନ୍ତ ଆରମ୍ଭ କରିଦେଇଛି। ଘଟଗାଁରୁ ଉତ୍ତମ ଚରଣ ଖଣ୍ଡାଙ୍କ ରିପୋର୍ଟ, ଏବି ନ୍ୟୁଜ।